ओम नमो भगवते वासुदेवाय। दर्शक बंधु, आज आमे माने पढ़िबा भागवतरे पंचम स्कंद प्रथम अध्याय। चलंतु आरंभ करिबा। नारायणं नमस्कृत्य नरं चैव नरोत्तमं देवी सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं। यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलं सुखमुखादमृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुका। प्रथम अध्याय। परम पुरुष गोविंद ताहांक चरणार बिंद। ताहु गलई मकरंद ताहा जे पिबंती आनंद। ताहांक चरणे बंदई पंचम स्कंदे गीत गाई। परीक्षित उवाच भमुनि किंपा प्रिय व्रत से आत्मा राम भागवत। गृहे रमिला तांक मन प्रारब्धि कर्म रे बंधन। निश्चय मुक्त संग जेहु एमंत प्राणी माने केहु। किंपाए गृहे मन रहे भमुनि फेडिबा संचये। निश्चय तब लोकंकर उत्तम श्लोक जेबा सार। निवृत्त चित्त जेहु से किंपा व्यर्थ आचरई। एमते संशय बहुत जे प्राणी गृह मोहे चित्त। तामती विष्णु विषय रे होइला केमंते संसारे। श्री शुक उवाच निश्चय कहिबा ता शुण धन्य जीवन तोरा जन। उत्तम श्लोक जे गोविंद ताहांक चरणार बिंद। तहु अमीय रस बहे ताहा जे प्राणी नित्य पिए। भक्त साधु सेहु जन परमहंस दिव्य ज्ञान। ताहार विष्णु कथा बिने केबे हे आन नुहे मने। अन्य जे गुण कथा मान इच्छा न करन्ति जे जन। जेणु ए नृप प्रिय व्रत गुण रे होइला पूजित। मुनि परम भागवत नारद लोकरे विख्यात। से मुनि चरण से बारे सर्वकल्मुष गला दूरे। तक्षणे सत्य गुण बही ब्रह्म मंत्र रे दीक्षा पाई। पितार आज्ञा पाळी करी अबनी पालने विचारी। उत्तम सत्य गुण तार प्रजा पालने नृपवर। अखिल लोकंक जीवन अनादिनाथ नारायण।
ତାହାଙ୍କ ଚରଣାର ବିନ୍ଦେ ଚିତ୍ତ ନିବେଶି ଅପ୍ରମାଦେ ପ୍ରବର୍ତ୍ତି ସଂସାରେ ବେଭାରେ ମନକୁ ତହୁଁ କଲା ଦୂର ନିଚଲ କର ପରାଭବ ସହିଲା ଆପଣା ସ୍ୱଭାବ ଏଥୁ ଅନ୍ତରେ ଭଗବାନ ଦେବଙ୍କ ଆଦି ଯେ କାରଣ ରାଜାର ମନ ଗୁଣ ଘେନି ଜନ କୁଶଳେ ଆତ୍ମଜନି ନିଗମ ନିଜ ଗୁଣେ ଥୋଇ ଭୁବନୁ ଅଇଲେ ଗୋସାଇଁ ଗଗନ ତଳେ ଚନ୍ଦ୍ର ଯେହ୍ନେ ବିରାଜମାନ ତାରା ଗଣେ ଅପୂର୍ବ ଶୋଭାକୁ ବିସ୍ତାରି ବିଜୟ ପ୍ରଭୁ ନରହରି ନିର୍ମଳ ପୂଜା ଉପହାରେ ପୂଜିଲେ ତାହାଙ୍କୁ ବେଦରେ ପଛରେ ଯୁଥ ଯୁଥ ହୋଇ ସିଦ୍ଧ ଗନ୍ଧର୍ବେ ଗୀତ ଗାଇ ଚାରଣ ମୁନିଙ୍କ ସହିତେ ଗମନ କଲେ ଯେ ସମସ୍ତେ ଗନ୍ଧମାର୍ଦ୍ଧନ ଗିରି ତଳେ ସଭା କରାଇ ବିଜେ କଲେ ବୃଷବାହନେ ପଞ୍ଚାନନ ହିରଣ୍ୟ ଗର୍ଭ ଜନାର୍ଦ୍ଦନ ସେଠାରେ ଥାଇଣ ନାରଦ ବନ୍ଦିଲେ ପିତାମହ ପାଦ ତକ୍ଷଣେ ଉଠି ମୁନିବର ସାନନ୍ଦେ ଯୋଡ଼ିବେନି କର ପିତାମହଙ୍କୁ ସେ ବନ୍ଦିଲା ଚରଣେ ଶିର ଲଗାଇଲା ପ୍ରିୟବ୍ରତର ପୂଜା ଘେନି କୋମଳ ବାକ୍ୟ ପଦ୍ମଜନି ବିସ୍ମୟେ ଚାହିଁ ବେଦବର ରାଜାଙ୍କୁ କହନ୍ତି ଉତ୍ତର ବ୍ରହ୍ମବାଚ ହେ ପ୍ରିୟ ବ୍ରତ କହୁଁ ତତେ କ୍ରୋଧ ନ କର ତୋର ଚିତ୍ତେ ଆମ୍ଭେ ନାରଦ ଆଦି ଯେତେ ଯାହାର ଭାଗ୍ୟ ଚିନ୍ତେ ଚିତ୍ତେ ତପସ୍ୟା ବିଦ୍ୟା ଯୋଗ କରି ପଣ୍ଡିତ ପଣେ ଯେ ଆଚରି ନୁହଇଁ ଧର୍ମରେ ତତ୍ପର କର୍ମନାଶନେ ଅଧିକାର ଜନ୍ମ ମରଣେ କର୍ମ ବହି ଜୀବନ ଶରୀର ଯେ ଦେହି ଶୋକମୋହକୁ ନିତ୍ୟ ପାଇ ପୁଣି ଯେ ଦୁଃଖକୁ ଭୁଞ୍ଜଇ ଯାହାର ବାକ୍ୟ ଗୁଣମାନ ହେବ ଦୁସ୍ତର ଏ କର୍ମ ଦ୍ୱିପାଦ ଚତୁଷ୍ପଦ ଯେତେ ସର୍ବେ ବନ୍ଧନ ମୋହଗତେ ଦୁଃଖ ସୁଖ ଗୁଣ କର୍ମରେ ଏମାନ ଘେନି ସଙ୍ଗତରେ ଈଶ୍ୱର ସୃଷ୍ଟିର କରତା ସକଳେ ତାହାଙ୍କୁ ସେବନ୍ତା ସେ ଯେ ଈଶ୍ୱର ବସ ଦେହି ଅନ୍ଧର ପ୍ରାୟ ଭ୍ରମୁ ଥାଇ ଦେଖୁ ଦେଖୁ ସେ ଭ୍ରମୁ ଥାଇ ଏକଥା ପ୍ରାଣୀ ନ ଜାଣଇ ନିଦ୍ରାକୁ ପାଇ ଯେହ୍ନେ ନରେ ଅନ୍ୟ ଦେହରେ ଭୋଗ କରେ
ଗୃହସ୍ଥ ପ୍ରାଣୀମାନଙ୍କର କେବେ ଭୟ ନୁହେଁ ଦୂର। ଲୋଭାଦିମାନଙ୍କରେ ଯୁକ୍ତ ତେଣୁ ହୁଅନ୍ତି ଅବିରତ। ଯେ ବୁଦ୍ଧି ଜିଣେ ଇନ୍ଦ୍ରିମାନ ତାହାକୁ ହିତ ଗୃହ କର୍ମ ନାଶନ କରଇ ତାହାରେ। ଯେଣୁ ଏ ରମେ ଗୃହାନ୍ତରେ ଏ ଆଦି ଜାଣେ ଯେ ବାଜନ ଗୃହେ ନ ରହେ ତାର ମନ। ଏହାକୁ ଜାଣି ବୁଦ୍ଧ ନରେ ଆନନ୍ଦେ ଭ୍ରମନ୍ତି ସଂସାରେ। ଯେ ପଦ୍ମନାଭ ସଦାଶ୍ରିତ ସର୍ବ ସଂସାରୁ ସେହି ମୁକ୍ତ। ସଂସାର ସାରକୁ ଭଜଇ ଅନ୍ତେ ପରମ ଗତି ପାଇ। ହେମନ୍ତେ ତ୍ରିଭୁବନ ଗୁରୁ ଭକ୍ତଙ୍କ ପ୍ରଭୁ ମହାମେରୁ। ନାମ ତ ଭଗବାନ ଦାସ ସୁକାର୍ଯ୍ୟ କରେ ସେ ବିଶ୍ୱାସ। ନାରଦ ରାଇ ପ୍ରିୟ ବ୍ରତେ ପୁଛିଲେ ଧର୍ମ କଥା ଯେତେ। ନାରଦ ବାକ୍ୟ ମନ ଦେଇ ମନୁ ଆତ୍ମଜ ବିରାରଇ। ବିଷୟା ରସକୁ ସେ ତେଜି ରହେ ସାତ୍ୱିକ ମତେ ଭଜି। ଏଥୁ ଅନ୍ତରେ ପୃଥିବୀରେ ନିଯୁକ୍ତି ହୋଇଲା କୁମରେ। ଅଖିଳ ଜଗତ ଚନ୍ଦନ ନିବେଶି ଭଗବାନ ମନ। ଆଦି ପୁରୁଷ ପଦେ ଧ୍ୟାଇ ମନ ନିବେଶି ନିତ୍ୟ ତହିଁ। ପୃଥିବୀ ପରିପାଳନରେ ଚିତ୍ତ ନିବେଶି ନିରନ୍ତରେ। ସେ ବିଶ୍ୱକର୍ମା ପ୍ରଜାପତି ତାର ଦୁହିତା ବହିଷ୍ମତି। ଏଥି ଉତ୍ତାରେ ମହୀପତେ ବିଭା ହୋଇଲା ଯଥୋଚିତେ। ଦଶ ଆତ୍ମଜ ତାର ତହିଁ ଜନ୍ମିଲେ ଯଥା ଗୁଣ ବହି। ଜନ୍ମ ହୋଇଲେ କନ୍ୟା ଦୁଇ ପୁତ୍ରଙ୍କ ନାମ ଶୁଣ ତୁହି। ଅଗ୍ନିଧ୍ର ଇନ୍ଦ୍ର ଜିହ୍ୱା ବଳି ହିରଣ୍ୟରେତା ମହାବଳି। ଯଜ୍ଞବାହୁ ଯେ ମହାବଳି ଯମେଧାତିଥି ଯେ ସବନର। ଯଜ୍ଞବାହୁ ଯେ ମହାବୀର ମେଧାତିଥି ଯେ ସବନର। ଘୃତ ପୁଷ୍ପ ଯେ ବିତିହତୁ କବି ସହିତେ ଦଶ ପୁତ୍ର। ଏ ଦଶ ନାମ ପୁତ୍ରଙ୍କର ଏଥିର ମଧ୍ୟେ ଯେ ବାସାର। ବନକବି ଯେ ମହାବୀର ଊର୍ଦ୍ଧ୍ୱରେ ତା ଯେ ଏ ମଧ୍ୟର। ବାଲ୍ୟକାଳରୁ ଏହି ମାନେ ଶ୍ରେଷ୍ଠ ଆଧ୍ୟାତ୍ମ ବିଦ୍ୟା ଜ୍ଞାନେ। ପରମହଂସ ଦୀକ୍ଷା ଧରି ସକଳ ଚେଷ୍ଟା ପରିହରି। ସର୍ବଜୀବରେ କୃପା ବହେ ଭଗବାନରେ ଚିତ୍ତ ଥାଏ। ଭୃତ୍ୟାରତ ପ୍ରାଣୀଙ୍କର ଶରଣ ରକ୍ଷଣ ଶ୍ରୀଧର। ସେ ପାଦ ପଦ୍ମ ଆଶ୍ରୟରୁ ନିରତେ ନାମ କୀର୍ତ୍ତନରୁ।
परम भक्ति प्रभावरे दया बहिले प्राणी ठारे भावे निर्मल चित्त होई सर्वभूतरे आत्मा सेहि से प्रभु पंकज चरणे रत भकत दास पणे द्वितीय पत्नी गर्भे तार हेले से तीनोटी कुमार उत्तम तामस रैवत मनुरे हईले अधित एमंते पुत्र मान घेनी चिरकाले से राजा पुणी पुरुषार्थरे आश्रा नेले पृथ्वी निष्कंटक कले धर्मपणकु न आचरे राजार पत्नी विषयरे प्रतिदिन रे स्नेह भरे बिहरे से जे नृपवरे ଯାହାର ନବୀନ ଯୌବନେ ମନ୍ଦହାସ ଅବଲୋକନେ ଆବେଶ ହୋଇ ଦଣ୍ଡଧାରୀ ନାରୀ ସ୍ୱଭାବେ ବଶକାରୀ ମେରୁକୁ ସୂର୍ଯ୍ୟାଲୋକ ପ୍ରାଏ ରାଜାର ତେଜ ବୀର୍ଯ୍ୟ ଦେହେ तेज सूर्य तेज रहित तपस्या बड़ु प्रिय व्रत प्रताप देखाइबा अर्थे आरोही ज्योतिर्मय रथे रजनी दिवसे भ्रमई द्वितीय सूर्य प्राय होई एमंत देखी राजा व्रत मनु मिलिले राजा ग्रत ए तुम्भ अधिकार नाही निषेध कले राजा तही से राजा रथर चक्रर हईला जेतेक विस्तार तेणु सात सिंधु होइला पृथ्वी सप्त भाग कला शाकशाल्मकी जम्भु प्लक्ष कुशपुष्पर आदि क्रंच एपरि सात भाग हेला से राजा आनंदे बुड़िला आनंद मन दंडधारी ଏହା ସେ କର୍ମରେ ବିଚାରି ପୁତ୍ରଙ୍କୁ ଅନୁଗ୍ରହ କଲେ ଯଥା ବିଭାଗ କରିଦେଲେ ଦୁହିତା ଉର୍ଜସତୀ ନାମ ତାହାକୁ କଲେ ଶୁକ୍ରଦାନ ତାହାର ଗର୍ଭେ ଦେବ ଜାନି ଜନ୍ମ ହୋଇଲା ଏ ଧରଣୀ ଏଥୁ ଅନ୍ତରେ ରାଜା ଚିତେ ସୁନିନ୍ଦା କଲା ସେ ବହୁତେ କୁସଙ୍ଗେ ଆସକ୍ତ ସେ ହେଲା ବଡ଼ ଅସାଧୁପଣ କଲା ଏଣୁ ଇନ୍ଦ୍ରିୟ ବଶ ହୋଇ ଅବିଦ୍ୟା ବିଷୟରେ ମୋହି ଏଣୁ ଏଧିକମ ଜୀବନ ବିଶ୍ୱାସ ମନରେ ପ୍ରସନ୍ନ ଇଷ୍ଟ ଦେବତା ପ୍ରସନ୍ନରେ କ୍ରୋଧ ଜନ୍ମିଲା ରାଜା ଠାରେ ବିଷୟ ଚେଷ୍ଟା ସେ ଛାଡ଼ିଲା ଇନ୍ଦ୍ରିୟ ମାନ ନିରୋଧିଲା ରାଜା ସମ୍ପଦ ନଇଛିଲେ
ଯଥା ବିଭାଗେ ପୁତ୍ରେ ଦେଲେ ସପତ୍ନୀ ତେଜେ ମୃତ ପ୍ରାୟେ ମୃତ ହେଲା ଶରୀର ମୟେ ମହାନ୍ତ ଭାଗ ଭଗବାନ ନାରଦ ବ୍ରହ୍ମାର ନନ୍ଦନ ତାହାଙ୍କ ପଥ ଆଶ୍ରେ କରି ତାହାଙ୍କ ପଥ ଆଶ୍ରେ କଲା ନିଶ୍ଚୟ ନିବୃତ ହୋଇଲା ଯେଉଁ ରାଜାର ଏତେ କୃତ୍ୟ ଗାୟନ କରନ୍ତି ଜଗତ ପ୍ରିୟବ୍ରତର କଲା କର୍ମ ଏହାକେ କରିବାକୁ କ୍ଷମ ଏହାର ରଥ ଚକ୍ର ମାର୍ଗେ ସାତ ସମୁଦ୍ର ମହିଭାଗେ ଭାଗ ବିଭାଗ ମହି କରି ଦିଗ ଉପଦିଗ ବିଚାରି ଯେ କଲା ମନୁର କୁମର ପୃଥିବୀ ମଧ୍ୟେ ଅଗୋଚର ସେ ପ୍ରିୟ ବ୍ରତର ମହିମା ତ୍ରୈଲୋକ୍ୟ କେଦେବ ଉପମା ପ୍ରିୟ ଅଖିଳ ଲୋକଙ୍କର ମହିମା ନୃପବର ପ୍ରିୟ ବ୍ରତ ରାଜା ଚରିତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ପଞ୍ଚମ ସ୍କନ୍ଧେ ପ୍ରିୟବ୍ରତ ରାଜା ଚରିତ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ଶ୍ରୀଶୁକ ଉବାଚ ଏମନ୍ତେ ପିତାର ଅନ୍ତରେ ପିତାର ଆଜ୍ଞା ଘେନି ଶିରେ ଜମ୍ବୁଦ୍ୱୀପର ପ୍ରଜାନନ ଅଗ୍ନିଧ୍ର କରଇ ପାଳନ ଏମନ୍ତେ କେତେ ଦିନ ଗଲା ଅଗ୍ନିଧ୍ର ମନେ ବିଚାରିଲା ସନ୍ତୋଷେ ପିତୃ ଲୋକଙ୍କର ଏମନ୍ତେ ହୋଇଲା ବାହାର ଏମନ୍ତ ମନେ ବିଚାରିଲା ମନ୍ଦରଗିରିରେ ମିଳିଲା ସୁରବନିତା କ୍ରୀଡ଼ା ସ୍ଥାନେ ତହିଁର ନିଗମ ଯେ ବନେ ସଂସାର କର୍ମକୁ ଯେ ଧ୍ୟାଇ ବସିଲା ସ୍ଥିର ମନ ହୋଇ ତାହା ଜାଣିଲେ ଭଗବାନ ଯେ ପ୍ରଭୁ ସୃଷ୍ଟିର କାରଣ ଅତି ସୁନ୍ଦରୀ ଅପସରୀ ପୂର୍ବଚିତ୍ତି ନାମ ତାହାରି ତାହାର ଉପବନ ଲାଗେ ମିଳିଲା ଅପସରୀ ବେଗେ ଅତି ମଞ୍ଜୁଳ ମନହାରି ବିବିଧ ବିଟ ପିଆଚରି ଘନ କାନନ ଲତାମାନ ଅଛନ୍ତି ନାନା ପକ୍ଷୀଗଣ କର୍ଣ୍ଣାଭିରାମ ଧ୍ୱନିମାନେ କରନ୍ତି ହରଷିତ ମନେ ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରି ବିବିଧ ଜଳାଶୟ ପୁରୀ କୁଟୁକାରଣ ହଂସ କରନ୍ତି ଋତୁରେ ବିଳାସ କାନନେ ନାନା ପୁଷ୍ପସାର ପଦ୍ମପୂରିତ ସରୋବର ମଧୁପବନ ବହେ ନିତ୍ୟ ତା ଦେଖି କନ୍ୟା ତୋଷ ଚିତ୍ତେ କରଇ ଲଳିତେ ଗାୟନ ବିନ୍ୟାସେ ପାଦ ଗତିମାନ ଚରଣେ ନୂପୁର ତାହାର ଧ୍ୱନି ଉଠଇ ନିରନ୍ତର ଅତି ମଞ୍ଜୁଳ ତାହା ଶୁଣି ନୃପକୁମାର ଶିରୋମଣି ସମାଧି ଯୋଗରୁ ତାହାର
ନୟନ କମଳ ଯୁଗଳ ଇସିତେ ବିକଶିତ ହେଲା। ମଧୁ ମଧୁରେ ସେ ହସିଲା। ନିକଟେ ତାର ମୁଖ ଦେଖି ପିଛାଡ଼ି ନ ପାରଇ ଆଖି। ଭ୍ରମର ପତ୍ନୀ ସେ ଯେ ସନ ପୁଷ୍ପ ଲୋଡ଼ଇ ବନେ ବନ। ଦେବତା ଆଦି କରି ଯେତେ ଉଲ୍ଲାସ ହୁଅନ୍ତି ଜଗତେ। ବିହାରୀ ଅବଲୋକନରେ ଶରୀର ବଚନ ମଧୁରେ। ପ୍ରାଣୀର ମନକୁ ସେ ନେଇ ଅନଙ୍ଗେ ଅସ୍ଥିର କରାଇ। ସେ ଯେତେବେଳେ ବାକ୍ୟ କହି ବଦନୁ ସୁଗନ୍ଧ ଆସଇ। ତେଣୁ ଲୁବ୍ଧକ ଭୃଙ୍ଗଗଣ ଭ୍ରମନ୍ତି ତାର ସନ୍ନିଧେଣ। ଯେଣୁ ନ ପାରେ ବେଗେ ଯାଇ ପବନେ ବସନ ଚଳଇ। ତା ଦେଖି ନୃପତି ନନ୍ଦନ ହଇଲା ଅନଙ୍ଗେ ବନ୍ଧନ। ଜଡ଼ର ପ୍ରାୟ ସେ ହୋଇଲା କାହୁଁ ତୁ ଅଇଲୁ ବଇଲା। ବନ ଦେବତା ମାୟା କରି ବନେ ଖେଳିବ ବନ ହେରି। କାମର ଅସ୍ତ୍ର ମାନ ଯୋଖି କି ଅର୍ଥେ ବୁଲୁ ତୁ ମୃଗାକ୍ଷୀ। ମୋ ଆଗେ କହ ତୁ ବଚନ ମୃଗକୁ ଲୋଡ଼ୁ କି କାରଣ। ତବେନି କମଳ ଲୋଚନ ନିଶ୍ଚୟ ଅନଙ୍ଗର ବାଣ। କାହାକୁ ବିନ୍ଧିବୁ ସୁନ୍ଦରୀ କହ ତୁ ମାୟା ଦୂର କରି। ଯେଉଁ ଲୋକରେ ଦୟା କରି ଅନଙ୍ଗ ଅନଳେ ନ ମାରି। ଚରଣ ପଙ୍କଜେ ତୋହର ମଧୁର ବାଜଇ ନୂପୁର। ଶରୀର ପୁଲକ ତୋହର ଉତ୍ପଳ ଘନ କୁଚ ଭାର। କିୟ ବା ଚକ୍ରବାକ ବେନି ଶରୀରେ ବହିଛୁ କାମିନୀ। ମଧ୍ୟଭାଗ ଯେ ଜାଣ ତୋର ଅଟଇ ଅତି ମନୋହର। ତହିଁ ମୋ ନୟନ ଯୁଗଳ ଆଶ୍ରୟ କଲା କ ନିଶ୍ଚଳ। ଏ ମୋର ତପୋବନ ଭୂମି ଅତି ସୁନ୍ଦର କଲୁ ପୁଣି। ଯାହାର ନୟନ ଗୋଚର ହୋଇବ ରୂପ ଗୁଣ ତୋର। ଅନଙ୍ଗ ବଶ ହୋଇ ସେ କି ରହିବ ଏମନ୍ତ ହୋଇକି। ଅଦ୍ଭୁତ ସୁଧା ରସ ସାର ଆନନ୍ଦ କରଇ ଅଧର। ସୁରଙ୍ଗ ଦିଶଇ ତାହାର କିୟ ବା ଦେବା ପଟାନ୍ତର। ବିଷ୍ଣୁ କଳାକୁ ତୁ କି ଧରି ମର୍ତ୍ତ୍ୟକୁ ଅଇଲୁ ସୁନ୍ଦରୀ। ମକର କୁଣ୍ଡଳତ କର୍ଣ୍ଣେ ଚଞ୍ଚଳ ମୀନ କି ନୟନେ। ଏ ତୋର ଦନ୍ତ ପନ୍ତି ଦୁଇ ଡାଳିମ୍ବ ମଞ୍ଜିକୁ ଗଞ୍ଜଇ। ଏ ବନ ସରୋବରେ ମୁହିଁ କଷ୍ଟେ ତପସ୍ୟା ଆଚରଇ। ତପସ୍ୟା ପୂର୍ଣ୍ଣ ହେଲା ମୋର ଯେଣୁ ନୟନ ଗୋଚର। କିବା ପ୍ରଭୁଙ୍କ ପ୍ରସନ୍ନରେ ସୁନ୍ଦରୀ ମିଳିଲୁ ମୋହରେ। ପ୍ରସନ୍ନ ହୁଅ ମୋତେ ତୁହି ମିତ୍ର ଭାବରେ ମୁଁ ଭଜଇ। ତତେ ତ ନ ଜାଣଇ ମୁହିଁ ବ୍ରହ୍ମା କି ଦେଲେ ପଠିଆଇ। ତୋ ରୂପ ଦେଖି ମୋର ମନ
ରହିଲା ନିଶ୍ଚଳ ନୟନ। ହେପିନସ୍ତନା ଶୁଭ୍ର କେଶୀ, ତୁ ମତେ ଭଜ ଗବିଶେଷୀ। ବ୍ରତ ମୋହର ତୋର ପାଇଁ, ସୁଫଳ ହୋଇଲା କସହି। ସୁଫଳ କର ସଖୀ ଏହା, ସ୍ୱଭାବେ ତୁହି ପୁଣ୍ୟ ଦେହା। ଏମନ୍ତେ ସେହି ନୃପମଣି, କହି ବିବିଧ ଚାଟୁବାଣୀ। ମଧୁର କମଳ ବଚନ, କହ ହରିଲା କନ୍ୟା ମନ। ନୃପକୁମାର ରୂପ ଗୁଣ, ବିଦ୍ୟା ଯୌବନ ସୁରପଣ। ଏମନ୍ତ ଗୁଣେ କନ୍ୟା ମନ, ତକ୍ଷଣେ ହୋଇଲା ବନ୍ଧନ। ଅଗ୍ନିଧ୍ର ସହିତେ ସୁନ୍ଦରୀ, ଲକ୍ଷେ ବରଷ ଭୋଗ କରି। ଯମ୍ରଦୀପରେ ରାଜା ହୋଇ, ବିବିଧ ଭୋଗ ସେ ଭୁଞ୍ଜଇ। ପୂର୍ବଚିତ୍ତି ଗର୍ଭ ସମ୍ଭୂତ, ହୋଇଲେ ଅଗ୍ନିଧ୍ରର ସୁତ। ଇଳାବୃତ ଯେ ହରିବର୍ଷ, ନାଭିରମ୍ୟକ କିମ୍ପୁରୁଷ। ଭଦ୍ରାଶ୍ୱ କୁରୁ ହିରଣ୍ମୟ, କେତୁମାଳ ଯେ ଶ୍ଵେତନୟ। ବରଷ ବରଷ କେତାର, ହୋଇଲା ଏ ନବକୁମାର। ଗୃହକୁ ତେଜି ପୂର୍ବଚିତ୍ତି, ବ୍ରହ୍ମାର ଚରଣେ ସେବନ୍ତି। ମାତାର ପୁଣ୍ୟ ବଳୁ କରି, କୁମରେ ଧର୍ମକୁ ଆଚରି। ପିତା ବିଭାଗ ଅନୁମତେ, ଜମ୍ବୁଦୀପକୁ ଯଥୋଚିତେ। ଭୋଗ ଯେ କଲେ ଏ କୁମରେ, ପିତାର ଆଜ୍ଞା ଘେନି ଶିରେ। ଏଥୁ ଅନ୍ତରେ ପୁଣ ପୁଣ, ହୋଇଲା ଅଗ୍ନିଧ୍ର ରାଜନ। କିଛି ଦିନର ସେ ଅନ୍ତରେ, ରାଜାଧିକାର ପାଇ ତାରେ। ପିତା ପିତୃଲୋକ ଅନ୍ତରେ, ପୁତ୍ରତା ବିଭା ଏ ସଂସାରେ। ପୁତ୍ରତା ବିଭା ଏ ସଂସାରେ। ମେରୁର କନ୍ୟା ମାନେ ଯେତେ, ବିଭା ହୋଇଲେ ବେଦ ମତେ। ମେରୁ ଦେବୀ ଯେ ପ୍ରତିରୂପା, ଲତାଗମ୍ୟ ଯେ ଉଗ୍ରଦ୍ରଷ୍ଟା। ବେଦାଧିପତି ନାରୀ ଶ୍ୟାମା, ଭଦ୍ରା ସହିତେ ନବକନ୍ୟା। ଏ ନବକନ୍ୟା ବିଭା ହେଲେ, ବେଦୋକ୍ତ ମତେ ସେ ରହିଲେ। କହଇ ବିପ୍ର ଜଗନ୍ନାଥ, ଅଗ୍ନିଧ୍ର ସୁତଙ୍କ ଚରିତ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ପଞ୍ଚମ ସ୍କନ୍ଧ ଅଗ୍ନିଧ୍ର ସୁତ ଚରିତେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ। ଶ୍ରୀ ଶୁକ ଉବାଚ। ଅଗ୍ନିଧ୍ର ସୁତଙ୍କ ମଧ୍ୟରେ, ନାଭିର ପୁତ୍ର ନହିବାରେ। ଇଚ୍ଛାଇ ପୁଅଇ ପୁତ୍ର ଠାରେ, ପତ୍ନୀ ମେରୁ ଦେବୀର ଠାରେ। ଭଗବାନ ଯଜ୍ଞ ପୁରୁଷେ, ତାହାଙ୍କୁ ଭଜିଲା ବିଶ୍ୱାସେ। ନାଭି ଯେ ଶୁଦ୍ଧ ଭାବ ଧରି, ମନ୍ତ୍ରେ ଆହୁତି ହବି ଭରି। ତାହାର ଶୁଦ୍ଧ ଭାବୁ କରି, ଯଜ୍ଞେ ପ୍ରସନ୍ନ ନର ହରି। ଭଗବାନ ଭକ୍ତ ଲକ୍ଷଣ, ଯେ ଧର୍ମ ଆତ୍ମାର କାରଣ। ରାଜାର ସନ୍ତୋଷ ନିମନ୍ତେ, ସ୍ୱଇଚ୍ଛା ଅତି ସୁଖ ଚିତ୍ତେ। ମନ ନୟନ ହୃଦ ଦେଶେ,
ଆନନ୍ଦ କଲେ ଯେ ପ୍ରକାଶେ, ତେଜେ ବିରାଜମାନ ହୋଇ, କୌସ୍ତୁଭମଣି ବିରାଜଇ। ବିରାଜେ ମର୍କତ କୁଣ୍ଡଳ, ନିର୍ମିତ ମୁକୁଟ ଶିରର। ଯେ ଯଜ୍ଞ ବ୍ରତ ବିପ୍ରଙ୍କର, ଉତ୍ସବ ହୋଇଛି ହୃଦର। ନିର୍ଧନ ଗୃହେ ପାଇ ଧନ, କୋଟି ନିଧି ପ୍ରାପ୍ତ ଯେ ସନ। ତେମନ୍ତ ହୋଇ ଦ୍ୱିଜଗଣେ, ଯଜ୍ଞରେ ଥିଲେ ଯଜମାନେ। ପରମ ବ୍ରହ୍ମକୁ ସେ ପାଇ, ନମିଲେ ଶିରେ କର ଦେଇ। ଭୋ ନାଥ ପରମ କାରଣ, ତୁମର ଆମ୍ଭେ ଭୃତ୍ୟ ଗଣ। ସର୍ବପୂଜିତ ତୁ ଠାକୁର, ସେବା ଯେ ଘେନ ତୁ ଆମର। ଏତର ଚରଣାର ବିନ୍ଦେ, ନମିବୁ ମନର ଆନନ୍ଦେ। ତୋର ଭିଆଣ ଏ ଜଗତେ, ପ୍ରକୃତି ପୁରୁଷ ସଂଜାତ। ତ୍ରିଗୁଣେ ଜୀବ ବନ୍ଦୀ ହୋଇ, ଏ ଜୀବ ସଂସାରେ ଭ୍ରମଇ। ସୃଷ୍ଟିର କର୍ତ୍ତା ଯେତେ ଜନ, ସେ ସର୍ବତୋହର ଅଧୀନ। ଭୋ ନାଥ ତୋହର ମହିମା, ସଂସାରେ କେ କରିବ ସୀମା। ସାକ୍ଷାତେ ନୁହଁ ଗୋଚର, ଭ ପ୍ରଭୁ ରୂପ ଗୁଣ ତୋର। ତୋହର ନାମ ଉଚ୍ଚାରଣ, ସକଳ ପାପ ବିଧ୍ୱଂସନ। ଅଖିଳ ବ୍ରହ୍ମାଣ୍ଡ ଠାକୁର, ତୁ ନାଥ କରୁଣା ସାଗର। ମଲ୍ଲିକା ଦୁର୍ବାଦଳ ସାର, ପୂଜନ୍ତି ତୋହର ପୟର। ତେଣେ ତୁ ପରମ ସନ୍ତୋଷ, ପ୍ରସନ୍ନ ହୁଅ ହୃଷିକେଶ। ଶିଶୁଙ୍କ ବୁଦ୍ଧି ଯେ ସନେ, ତେମନ୍ତ ପ୍ରାୟ ଆମ୍ଭେମାନେ। ପରମ ଦୟାଳୁ ସାଗର, ରାଜାଙ୍କୁ ପ୍ରଭୁ ଦୟା କର। ଏମନ୍ତ ସ୍ତୁତି ଶୁଣି ତୋଷ, ଜଗତ ପ୍ରଭୁ ଯେ ଅଶେଷ। ରାଜାର ଚକ୍ଷୁ ଯେ ଗୋଚରେ, ହୋଇଲେ ଅତି ମନୋହରେ। ପୁଣି କହନ୍ତି ଋଷିଗଣ, ଭୋ ନାଥ ସାବଧାନେ ଶୁଣ। ଜ୍ଞାନ ଆନନ୍ଦେ ପାପ ବହି, ତୋ ପାଦ ପଦ୍ମ ଯୁଗ ଧ୍ୟାଇ। ଯେ ଆତ୍ମା ରାମ ମୁନି ଗଣେ, ସେବନ୍ତି ତୋହର ଚରଣେ। ଏତର ଗୁଣ ଜ୍ଞାନ ମାନ, କରନ୍ତି ଅବିରତେ ଧ୍ୟାନ। ତୁ ନାଥ ଅଖିଳ ଠାକୁର, ପରମ ମଙ୍ଗଳର ଘର। ଆମ୍ଭେ କିଙ୍କର ହୀନ ଜନ, କରିବୁ କାହିଁ ତ ସ୍ମରଣ। ସକଳ କଳୁଷ ନାଶନ, ନିର୍ମଳ ତ ଗୁଣ ଗାୟନ। ଆମ୍ଭର ମରଣ ଦୋଷାରେ, ତୋ ନାମ ହେବ କି ମନରେ। ଏମନ୍ତ କୃପା ପ୍ରଭୁଙ୍କର, ଅଖିଳ ବ୍ରହ୍ମାଣ୍ଡ ଠାକୁର।
ଏବେ ତୁ ଶୁଣି ଭାବଗ୍ରାହୀ, ଏ ରାଜା ପୁତ୍ର କାମୀ ହୋଇ। ତୋର ପ୍ରସାଦେ ଏକୁ ମରେ, ମାଗଇ ତୋର ସଦୃଶରେ। ଏ ସର୍ବଭୋଗ ମୋକ୍ଷ ପଦ, ସକଳ ଦେଉ ତୁ ଗୋବିନ୍ଦ। ନିର୍ଧନ ପ୍ରାଣୀ ଯେ ଯେ ସନେ, ମାଗନ୍ତି ଧନବନ୍ତ ଜନେ। ଏଥୁ ଅନ୍ତରେ ସେ ରାଜନ, ନିଶ୍ଚଳେ ଚିତ୍ତ କରେ ଧ୍ୟାନ। ଈଶ୍ୱର ମୁଖକୁ ସେ ଚାହିଁ, ହରଷେ ବଚନ ବୋଲଇ। ଭନାଥ ପରମ ମଙ୍ଗଳ, ପ୍ରସନ୍ନ ହୁଅ ଆଦି ମୂଳ। ଏ ତୋର ଚରଣାର ବିନ୍ଦେ, ଆଶ୍ରୟ ନ କରି ଗୋବିନ୍ଦ। ଏ ଭବ ସାଗରୁ ଯେ ସନ, ଯାହାରେ ନୁହନ୍ତି ଅଭିନ୍ନ। ତୋର ଚରଣେ ନ ଭଜନ୍ତି, ଅଜ୍ଞାନେ ସଂସାରେ ପଡ଼ନ୍ତି। ସକଳ କଭର୍ତ୍ତା ତୁ ଈଶ୍ୱର, ତୋର ଭିଆଣ ଏ ସଂସାର। ଅଖିଳ ବୃନ୍ଦାରକ ଗଣ, ସେବନ୍ତି ସେ ପ୍ରଭୁ ଚରଣ। ଏମନ୍ତ ନାଭି ସ୍ତୁତି ଭଣି, ଦେବାଧିଦେବ ଶିରୋମଣି। ସଦୟେ ଚାହିଁ ଭଗବାନ, କହନ୍ତି କମଳ ବଚନ। ଶ୍ରୀ ଭଗବାନ ବାଚ, ହେ ସର୍ବ ମୁନି ଜନ ଯେତେ, ସ୍ତୁତିରେ ବଶ କଲେ ମତେ। ମୋହର ରୂପ ତ ଅପାର, କି ରୂପେ ହୋଇବି କୁମର। ତପସ୍ୟା ବ୍ରହ୍ମ ବାକ୍ୟମାନ, ବିଅର୍ଥ ହୋଇବ କେଶନ। ବ୍ରହ୍ମାର କୂଳ ଏହୁଅଇ, ମୋହର ପାଳିବା ଯୋଗାଇ। ଏବେ ମୁଁ ପୁତ୍ର ରୂପ ହୋଇ, ଅଂଶରେ ଅବତରିବଇ। ରାଜାର ହିତେ ମୁନିଗଣ, ଶୁଣିଲେ ଏମନ୍ତ ବଚନ। ଏତେ କହିଣ ନାରାୟଣ, ଅଗ୍ନିରେ ହେଲେ ଅନ୍ତର୍ଧ୍ୟାନ। ଏମନ୍ତେ ମୁନିଗଣ ହେରି, ପ୍ରସନ୍ନ କରାଇଲେ ହରି। ରାଜାର ପ୍ରିୟ ଭାବ ହୋଇ, ସେ ପ୍ରଭୁ ମେରୁ ଦେବି ଠାଇଁ। ସଂସାରେ ଧର୍ମ ଆଚରଣ, ଅବତରିଲେ ନାରାୟଣ। କହଇ ବିପ୍ର ଜଗନ୍ନାଥ, ରାଜା ଯଜ୍ଞ ସ୍ତୁତି ଚରିତ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ପଞ୍ଚମ ସ୍କନ୍ଧେ ରାଜା ଯଜ୍ଞ ସ୍ତୁତି ଚରିତେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ। ଶ୍ରୀ ଶୁକ ଉବାଚ, ଏଥୁ ଅନ୍ତରେ ଶୁଣ ରାଏ, ନାଭିର ହୋଇଲା ତନଏ। ଯେତେ ଲକ୍ଷଣ ବିଷ୍ଣୁଠାରେ, ସକଳ ଅଛି ସେ କୁମରେ। ଶାନ୍ତି ବୈରାଗ୍ୟ ଗୁଣ ଯେତେ, ଐଶ୍ୱର୍ଯ୍ୟ ଆଦି ଏ ସମସ୍ତେ। ଅତି ସମ୍ପତ୍ତି ବହୁ ଧନେ, ପାଳିତ ହୁଏ ପ୍ରତିଦିନେ। ବଢ଼ଇ ସୁତ ଅନୁଦିନେ, ଶୁକ୍ଳ ପକ୍ଷରେ ଚନ୍ଦ୍ର ଯେହ୍ନେ। ଅମାତ୍ୟ ପ୍ରିୟ ଜନ ଯେତେ, ଦେବତା ବ୍ରାହ୍ମଣ ସହିତେ।
ଅବନୀ ତଳେ ଯେତେ ଜନେ ସାନନ୍ଦ ହେଲେ ସର୍ବେ ମନେ। ତାହାର ବଳ ବୀର୍ଯ୍ୟ ଗୁଣ ଅତି ଅଦ୍ଭୁତ ସେ ଲକ୍ଷଣ। ଦେଖି ତା ରୂପ ଯୌବନ ପିତାର ସଭ ଦେଲେ ନାମ। ପୂର୍ବେ ତାହାର ସଙ୍ଗତରେ ବିବାଦ କଲେ ପୁରନ୍ଦରେ। ଯେ ଭଗବାନ ଯୋଗେଶ୍ୱର ଋଷଭ ନାମଟି ତାହାର। ଆପଣା ମାୟା ଯୋଗ ବଳେ ଇନ୍ଦ୍ରକୁ ନିଧନ ସେ କଲେ। ନାଭି ଯେ କର୍ମ ମାନ ଦେଖି ଲୋତକ ପୂର୍ଣ୍ଣ କଲା ଆଖି। ବିକଳେ ଗଦ ଗଦ ହୋଇ ମନ୍ଦ ମଧୁରେ ସେ ବୋଲଇ। ଯେ ଭଗବାନ ଯୋଗେଶ୍ୱର ପୁରାଣ ପୁରୁଷ ଠାକୁର ମାୟାର ଅଂଶେ ରୂପ ହୋଇ ଯେ ଲୀଳା ଶରୀରେ ବହଇ। ତାହାକୁ ପୁତ୍ର ଭାବ କରି ବଦନେ ବଚନ ଉଚାରି। ସ୍ନେହ ଭାବରେ ସେ ଭଜିଲା ପରମ ସୁଖ ସେ ପାଇଲା। ଏଥୁ ଅନ୍ତରେ ନୃପମଣି କୁମର ବୁଦ୍ଧି ବଳ ଜାଣି ଆତ୍ମୀୟ ବ୍ରାହ୍ମଣଙ୍କୁ ରାଇ ରାଜାର ପଣ ପୁତ୍ରେ ଦେଇ। ସେ ମେରୁ ଦେବୀ ପତ୍ନୀ ତାର ସଙ୍ଗତେ ଘେନି ନୃପବର। ବଦରୀ ଆଶ୍ରମେ ରହିଲା ପରମ ତପ ଆଚରିଲା। ସୁହୃଦ ଭାବେ ସେ ରାଜନ ଚିନ୍ତଇ ପ୍ରଭୁ ଭଗବାନ। କେତେହେଁ ଦିନ ତପ କଲା ଅନ୍ତେ ସେ ମୁକତି ଲଭିଲା। ତାହାର ଯେତେ ପୁଣ୍ୟାନ୍ତରେ ଗାୟନ କରନ୍ତି ସଂସାରେ। ଏମନ୍ତ ସଂସାରେ କେ ହେବ ନାଭିର ପୁଣ୍ୟ ଆଚରିବ। ଯାହାର ଶୁଦ୍ଧ ଭାବୁ କରି ପୁତ୍ର ହଇଲେ ନରହରି। ସେ ରାଜା ବିପ୍ରେ ଭକ୍ତି ବହି ଯଜ୍ଞେ ପୂଜିଲେ ଭାବଗ୍ରାହୀ। ଯଜ୍ଞରେ ପ୍ରଭୁ ଚକ୍ରଧର ହଇଲେ ନୟନ ଗୋଚର। ଏଥୁ ଅନ୍ତରେ ନୃପ ଶୁଣ ସେ ଯେ ଋଷଭ ଭଗବାନ। ଗୁରୁକୁଳଙ୍କୁ ବଶ କଲେ ଲୋକରେ ଧର୍ମ ଦେଖାଇଲେ। ସମସ୍ତ ବିଘ୍ନ ପୂର୍ଣ୍ଣ କରି ଗୁରୁଙ୍କ ଆଜ୍ଞା ଶିରେ ଧରି। ଗୃହସ୍ଥ ଧର୍ମ ଆଚରଣ କରନ୍ତି ସଂସାର କାରଣ। ଗୁରୁ ସନ୍ତ ସେ ଦେଲେ ବର ହୋଇବ ସତେକ କୁମର। ଏମନ୍ତେ ଗଲା କେତେ ଦିନ ଋଷଭ ରୂପେ ଭଗବାନ। ବେଦ ଉଚିତ କର୍ମ ରୂପେ ବିଭା ହୋଇଲେ ଯଥୋଚିତେ। ପୂର୍ବରେ ଇନ୍ଦ୍ରର ଦୈବତ ଐଶ୍ୱର୍ଯ୍ୟ ଆଦି ଯେ ରହିତ। ତହିଁ ବିବିଧ ଭୋଗ କରି ଆନନ୍ଦେ ସଂସାରେ ବିହରି। ଯଥା କାଳରେ ତାହାଙ୍କର ହୋଇଲା ସତେକ କୁମର। ଏହାଙ୍କ ମଧ୍ୟେ ମହାବୀର ଶ୍ରେଷ୍ଠ ଯେ ଭରତ କୁମର। ଏ ଭୂମି ଯାହାର ନାମରେ ଭାରତ ହୋଇଲା ସଂସାରେ। ଏ ନବତାର ଯେ ଅନ୍ତରେ ହୋଇଲେ ଋଷଭ କୁମରେ। ଯେ ଇଳାବର୍ତ୍ତ କୁଶାବର୍ତ୍ତ ମଳୟ କେତୁ ଯେ ନନ୍ଦ। ଇନ୍ଦ୍ରସୃତ ଯେ ବ୍ରହ୍ମାବର୍ତ୍ତ
ମଳୟ କେତୁ ଯେ ନନ୍ଦନ ବିଦର୍ଭ ଆଉ ଭଦ୍ରସେନ ବିକଟ ଆଦି ନବପୁତ୍ର ପଛେ କହିବା ତା ଚରିତ ଭରତ ଅନୁଜେଶ ନବ ଶୁଣ କହିବା ରାଜଦେବ ପ୍ରବୃଦ୍ଧ ଯେପି ପଳାୟନ ଦ୍ରାବିଡ଼ ଆବିହୋତ୍ର ନାମ ଚମସ ଅନ୍ତରିକ୍ଷ କବି କର ଭାଜନ ଆଉ ହବି ଏ ନର ଶ୍ରେଷ୍ଠ ଭାଗବତ ପବିତ୍ର କଲେ ଏ ଜଗତ ପୂର୍ବେ ବସୁଦେବ ନାରଦ ଦେଇଅଛନ୍ତି ଯେ ସମ୍ବାଦ ସେଠାରେ ବର୍ଣ୍ଣିବା ସମସ୍ତ ଶୁଣ ରାଜନ ପରୀକ୍ଷିତ 81 ପୁତ୍ରଙ୍କ ଚରିତ ଶୁଣ କହିବା ଏକଚିତ ଶ୍ରୋତ୍ରିୟ ସୁଶୀଳ ମହାନ୍ତ ପ୍ରତିପାଳନ୍ତି ପିତାର ଆଜ୍ଞାରେ ଶରତ ସାତ୍ୱିକ କର୍ମରେ ନିପୁଣ ସଂସାରେ ହୋଇଲେ ବ୍ରାହ୍ମଣ ଏ ଅନନ୍ତରେ ଯେ ଈଶ୍ୱର ଋଷଭ ନାମେ ଯୋଗେଶ୍ୱର ସେ ନିତ୍ୟ ଅବୟ ଅନନ୍ତ ପରମାନନ୍ଦ ଯେ ନିବୃତ ମାୟାର ବଳେ ଦେହ ଧରି ଅନେକ କାଳ ସେ ବିହରି ଧର୍ମ ଆଚରି ଶିକ୍ଷା ଗୁଣ ଦିଅନ୍ତି ପ୍ରଜା ଗଣେ ଦାନ ପରମ ଦୟାଳୁର ଗୁଣ ସର୍ବଭୂତରେ ମିତ୍ରପଣ ପ୍ରତିପାଳନ୍ତି ପୂଜାଜନ ପୁତ୍ରକୁ ପିତା ହିଁ ଯେ ସନ ସେହି ପ୍ରକାରେ ନୃପବର ପାଳନ କରନ୍ତି ସଂସାର ଉତ୍ତମ କାଳେ ଶୁଦ୍ଧ ଜଳେ ନାନା ସମ୍ଭାରେ ସେ ନିଶ୍ଚଳେ ଅତି ସମ୍ପତ୍ତି ଅନୁକ୍ରମେ ଯଜ୍ଞ କରନ୍ତି ଶୁଦ୍ଧ ମନେ ଏମନ୍ତ କଲେ ଯଜ୍ଞ ସତ ବେଦ ଉଚିତ ଯଥଚିତ ଋଷଭ ପରି ପାଳେ ମହି ଏମନ୍ତେ କେୟ ବା ଅଛଇ ଦରିଦ୍ର ହିଂସା ଖଳ ଆଦି ଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି ବିଦ୍ୟା ପ୍ରାର୍ଥନା ଯେ କରଇ ଏମନ୍ତ ଜନ କେହି ନାହିଁ ଭକ୍ତି ବିଭିନ୍ନ ବିନୁଆନ ଅନ୍ୟ ନ ବାଞ୍ଛନ୍ତି ସେ ଜନ ଏବେ ହୋ ଶୁଣ ସାବଧାନେ ଋଷଭ ବୋଲି ଏକ ଦିନେ ବ୍ରହ୍ମାର ସଭା ମଧ୍ୟେ ଯାଇ ତନୟମାନ ଛନ୍ତି ଯହିଁ କୋମଳ ମଧୁର ବଚନ ଶିକ୍ଷା ଲଭନ୍ତି ସେ ରାଜନ କହନ୍ତି ହିତ ବାକ୍ୟମାନ ଶୁଣନ୍ତି ଯେତେ ସଭାଜନ କହଇ ଜଗନ୍ନାଥ ଦାସ ଋଷଭ ନାରାୟଣ ଅଂଶ इति श्रीमद्भागवत महापुराण पारमहंस्यां संहितायां 82 पञ्चमस्कन्धे ऋषभचरित नाम चतुर्थ अध्याय।